ଆଜ୍ଞା ମାଧବାନନ୍ଦ ଶ୍ରୀ 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 ମାଧବାନନ୍ଦ କାର୍ଯ୍ୟାଳୟର ବଂଶାନୁକ୍ରମିକ ଟ୍ରଷ୍ଟି। ମୋ ସବୁଲେଟର ଆଉ ତହସିଲଦାର ଆଉ ଆନାବଲି କମିଶନର ଦାୟିତ୍ୱରେ ମୁଁ ଅଛି। ଆଉ ମାଘ ମାସର ଭୌମ ଏକାଦଶୀ ବଡ଼ ଯାତ୍ରା ଠାକୁରଙ୍କ ଜନ୍ମ ଉତ୍ସବ ପାଳନ। ଆଗରୁ ସେ ଯୁଧିଷ୍ଠିର ମହାପ୍ରଭୁ ଠାକୁରଙ୍କୁ ବିଜେ କରିଥିଲେ। ଭୌମକୁଣ୍ଡ ବି ସେଠି ଅଛି। ସେଠି ପାଣି ମନକୁ ବର୍ତ୍ତମାନ ବାହାରୁଛି। ଏଠି ସେଦିନ ବଡ଼ ଯାତ୍ରା, ଲୋକ 2 ଲକ୍ଷ 3 ଲକ୍ଷ ଲୋକ ଏଠି ହେବେ। ଠାକୁରଙ୍କର 2ଟା ରାତିରୁ ମନ୍ଦିର ଖୋଲା ହେଇ କାର୍ଯ୍ୟ ଆରମ୍ଭ ହେବ। ସଂକୀର୍ତ୍ତନ ବାଜା ବାଣ ଠାକୁର ଶୋଭାଯାତ୍ରାରେ ଯିବେ। ଆଉ ବହୁତ କାର୍ଯ୍ୟକ୍ରମ ରହିଛି। ସଂକୀର୍ତ୍ତନ ମଣ୍ଡଳୀ ବହୁ ବାଜା ବାଣ ସବୁ ଯିବେ। ସବୁ 36 ନିଯୋଗୀ ମାନେ ଏଥିରେ ଅଂଶଗ୍ରହଣ କରିବେ। ତାଙ୍କୁ ନେଇକି ଯାତ୍ରା ଏଠି ତହସିଲଦାର ଆସିଥିଲେ। 12 ଜଣ କମିଟି କରିଛନ୍ତି ସୁଚାରୁ ରୂପେ ଚଳାଇବା ପାଇଁ କହିକି ଯାଇଛନ୍ତି। ଆଜି ଭୋଗ ଦୋକାନ ନିଲାମ ଦିଆହେଲା। 22 ଦୀପ ଦୋକାନ ନିଲାମ ଯିବ। କାଲି ବୋଧେ ରଙ୍ଗ ଆରମ୍ଭ ହେବ। 12 ଜଣ କମିଟି ତା ନିର୍ଦ୍ଧାରିତ କରିବେ। ସବୁ ଠିକ୍ ଚାଲିଛି। ଆଉ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ସମସ୍ତେ ଯୋଗଦାନ କରି ଠାକୁରଙ୍କ କାର୍ଯ୍ୟକ୍ରମରେ ଯୋଗଦାନ କରନ୍ତୁ। ଜଗନ୍ନାଥଙ୍କ ମାମୁଁ ଘର, ତେଣୁ ସମସ୍ତେ ଭକ୍ତମାନେ ଏଠିକି ଆସିବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରୁଛୁ। ଜୟ ଜଗନ୍ନାଥ ଦୁର୍ଗା ମାଧବ କାଳେଶ୍ୱର ହନୁମତାୟ ନମଃ ପ୍ରଭୁ।